ଆଳୁକୁ ପରିବାମାନଙ୍କର ରାଜା କୁହାଯାଇଥାଏ କାରଣ ଆଳୁକୁ ଆମେ ପ୍ରାୟ ସବୁ ରୋଷେଇ ଆଇଟମରେ ବ୍ୟବହାର କରିଥାଉ। ଖାଦ୍ୟରେ ଆଳୁର ସ୍ୱାଦ ଯେତିକି ଭଲ ରହିଥାଏ, ଆଳୁରେ ଶରୀର ପାଇଁ ଅନେକ ଉପକାରୀ ପଦାର୍ଥ ବି ରହିଥାଏ। ଆଳୁରେ ସୋଡ଼ା, ପୋଟାସିୟମ୍, ଭିଟାମିନ୍ ଏ, ବି ରହିବା ସହ ଫସ୍ଫରସ୍, ଜିଙ୍କ୍, ଆଇରନ୍ ଓ ମାଗ୍ନେସିୟମ୍ ଭଳି ପୋଷକ ତତ୍ତ୍ୱ ରହିଥାଏ। ଏହି ଆଳୁ ଖାଇବା ଦ୍ୱାରା ଆମ ଶରୀର ଶକ୍ତି ପାଇଥାଏ। ତେବେ ଆଳୁ ଖାଇବା ଦ୍ୱାରା କ'ଣ କ'ଣ ସବୁ ଫାଇଦା ଆମର ହୋଇଥାଏ, ଚାଲନ୍ତୁ ଜାଣିବା। ଆଳୁରେ ଭିଟାମିନ୍ ଓ ମିନେରାଲ ଭଳି ଥିବା ଶକ୍ତିଶାଳୀ ପୋଷକ ତତ୍ତ୍ୱ ବ୍ୟକ୍ତିର ହାର୍ଟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ। ହେଲେ ଯେଉଁମାନଙ୍କର ମୋଟାପଣ ଅଧିକ ଥିବ, ଅର୍ଥାତ୍ ଯେଉଁମାନେ ମୋଟା ଲୋକ, ସେମାନେ ଆଳୁର ଅଧିକ ପରିମାଣରେ ସେବନ କରନ୍ତୁ ନାହିଁ। ମସ୍ତିଷ୍କର ବିକାଶ ପାଇଁ ଗ୍ଲୁକୋଜ୍, ଅକ୍ସିଜେନ୍, ଏମିନୋ ଏସିଡ୍ ଓ ଅନେକ ଭିଟାମିନ୍ର ଆବଶ୍ୟକତା ପଡ଼ିଥାଏ। ତେବେ ଏହି ସବୁ ପୋଷକ ତତ୍ତ୍ୱ ଆମକୁ ଆଳୁ ଖାଇବା ଦ୍ୱାରା ମିଳିଯାଇଥାଏ। ତେଣୁ ଆଳୁର ସେବନ କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହ ତାହାର ବିକାଶ ମଧ୍ୟ ଘଟିଥାଏ। ଆଳୁରେ ମାଗ୍ନେସିୟମ୍, କ୍ୟାଲସିୟମ୍ ଓ ଭିଟାମିନ୍ ରହିଥାଏ, ଯାହାକି ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେବାକୁ ଦେଇନଥାଏ। ଏଥିସହ ହାଡ଼ ଗଣ୍ଠିକୁ ମଜବୁତ କରାଇଥାଏ। ଆଳୁକୁ ଶରୀରର ଆବଶ୍ୟକତା ମୁତାବକ ଖାଇବା ଦ୍ୱାରା ଏହା ଶରୀରର କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏହା କୋଲେଷ୍ଟ୍ରଲକୁ କମ୍ କରୁଥିବାରୁ ସେଥିପାଇଁ ଆମ ହାର୍ଟ ହେଲ୍ଦି ରହିଥାଏ। ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରି ରଖିବାରେ ଆଳୁର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ। ଆଳୁରେ ପୋଟାସିୟମ୍ ରହିଥାଏ। ଏହି ପୋଟାସିୟମ୍ ବ୍ୟକ୍ତିର ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିକି ରଖିଥାଏ। ଆଳୁରେ କିଛି ଆଣ୍ଟି ଅକ୍ସିଡେଣ୍ଟ ପଦାର୍ଥ ମଧ୍ୟ ରହିଥାଏ, ଯାହାକି କ୍ୟାନ୍ସର ହେବାରୁ ଶରୀରକୁ ରକ୍ଷା କରିଥାଏ। ଆଳୁକୁ ତ୍ୱଚା ବା ସ୍କିନ୍ରେ ଲଗାଇବା ଦ୍ୱାରା ସ୍କିନ୍ ଗୋରା ଆଉ ସୁନ୍ଦର ମଧ୍ୟ ବନିଥାଏ। ତେବେ ଆଳୁର କିନ୍ତୁ ଅଧିକ ମାତ୍ରାରେ ସେବନ କରିବା ଉଚିତ ନୁହେଁ, ନଚେତ୍ ଏହାଦ୍ୱାରା ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟା ମଧ୍ୟ ବାହାରିଥାଏ। ତେଣୁ ଶରୀର ପାଇଁ ଆବଶ୍ୟକତା ମୁତାବକ ଯେତିକି ଦରକାର ସେତିକି ପରିମାଣର ଆଳୁକୁ ଖାଆନ୍ତୁ।